ଆସନ୍ତା 16ରେ ମିଳିବାକୁ ଯାଉଛି 3000 ଟଙ୍କା ଭତ୍ତା ରାଶି। ତେବେ ଦର୍ଶକ ଏହାକୁ ନେଇ କେତେ ସତ୍ୟତା ରହିଛି ତେବେ ଆସନ୍ତୁ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ରିକ୍ୱେଷ୍ଟ, ଆମ ଚ୍ୟାନେଲଟିକୁ ଯଦି ଆପଣମାନେ ଏବେ ଯାଏଁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଏବେ ହିଁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଦବାଇ ରଖନ୍ତୁ। ଓଲ୍ଡ ଏଜ୍ ପେନସନ୍ ବା ବାର୍ଦ୍ଧକ୍ୟ ଭତ୍ତା, ତା ସହିତ ମଧୁବାବୁ ଭତ୍ତା, ପେନସନ୍, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା, କିନ୍ନର ଭତ୍ତା ବା ଯେକୌଣସି ସାମାଜିକ ସୁରକ୍ଷା ଆଇନ ଅଧୀନରେ ଆସୁଥିବା ସବୁ ଭତ୍ତାଧାରୀ ତା ମାନେ ମିନିମମ୍ ପେନସନ୍ ବା ସର୍ବନିମ୍ନ ଭତ୍ତା ଟଙ୍କା ବୃଦ୍ଧିକୁ ନେଇ ବର୍ତ୍ତମାନ ଯାହା କିଛି ବଡ଼ ଅପଡେଟ୍ ଆସିଛି ମୁଁ ଆପଣମାନଙ୍କୁ ସବୁ କିଛି ଟେକ୍ନିକ୍ ଖବର ଜଣେଇବି। ଆପଣମାନେ ସମସ୍ତେ ଯେମିତି ଜାଣନ୍ତି ଗତ କିଛି ଦିନ ହେଲା ବା କିଛି ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉନଥିବାରୁ, ଦିବ୍ୟାଙ୍ଗ ଭତ୍ତା ଦିଆଯାଉନଥିବାରୁ ବିଭିନ୍ନ ପ୍ରକାର ସାମାଜିକ ସୁରକ୍ଷା ଆଇନ ଅଧୀନରେ ଆସିଥିବା ବିଭିନ୍ନ ଭତ୍ତାଧାରୀ ମାନଙ୍କୁ ଭତ୍ତା ଦିଆ ନ ଯିବାରୁ ଏକ ବଡ଼ କଣ୍ଟ୍ରୋଭର୍ସି ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା। ସରକାର ବାରମ୍ବାର ପ୍ରତିଶ୍ରୁତି ମଧ୍ୟ ଦେଉଥିଲେ କି 7 ଦିନ ମଧ୍ୟରେ ପଇସା ମିଳିବ, 5 ଦିନ ମଧ୍ୟରେ ପଇସା ମିଳିବ। ଯେହେତୁ ଅନଲାଇନ୍ ହେଉଛି, ଡିବିଟି ମାଧ୍ୟମରେ ଦିଆଯାଉଛି, କିଛି ଟେକ୍ନିକାଲ ଫଲ୍ଟ ପାଇଁ ଆମର ସିନିୟର ସିଟିଜେନ ମାନେ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଥିଲେ। ଭତ୍ତା ଅଫିସ ଆଗରେ ଛିଡ଼ା ହୋଇ ରହୁଥିଲେ ଏବଂ ଘରକୁ ନିରାଶ ମଧ୍ୟ ହୋଇ ଫେରୁଥିଲେ। ମାତ୍ର 1000 ଟଙ୍କା ଲେଖାଏଁ ଭତ୍ତା ଦିଆଯାଉଛି, ତାହା ପୁଣି 2 ମାସ, 3 ମାସ, 4 ମାସ ହେଇଗଲା ଭତ୍ତାଧାରୀ ମାନେ ଭତ୍ତା ପାଇନାହାନ୍ତି। କିନ୍ତୁ ଏହି ଅଳ୍ପ କିଛି ଦିନ ମଧ୍ୟରେ ଅଧିକାଂଶ ହିତାଧିକାରୀ ମାନଙ୍କୁ କାହାକୁ 2 ମାସର ଏକାବେଳେ ତ କାହାକୁ 2000 ଟଙ୍କା ମିଳୁଛି, କାହାକୁ ଗୋଟିଏ ମାସର, କାହାକୁ 3 ମାସର, ଏମିତି ଭତ୍ତାଧାରୀ ମାନଙ୍କୁ ଭତ୍ତା ଦିଆଯିବାରୁ ସୂଚନା ମଧ୍ୟ ଆସୁଛି। ଆହୁରି ଅନେକ ହିତାଧିକାରୀ ଭତ୍ତା ପାଇନାହାନ୍ତି। କିନ୍ତୁ ସବୁଠୁ ବଡ଼ କଥା, ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ କି ମିନିମମ୍ ପେନସନ୍ ବା ସର୍ବନିମ୍ନ ଭତ୍ତା ଟଙ୍କା ଯାହାକି 3000 ଟଙ୍କା ହେବା କଥା, ତାହା କେବେ ସୁଦ୍ଧା ହେବ ଏନେଇ ମଧ୍ୟ ପ୍ରଶ୍ନ ମଧ୍ୟ ଉଠୁଛି। ଯେହେତୁ ବର୍ତ୍ତମାନ ଦୁଇଟି ଆଗକୁ କ'ଣ ଆମର ପଞ୍ଚାୟତ ଇଲେକ୍ସନ ଆଉ ଗୋଟେ ପୌର ଇଲେକ୍ସନ ଆସୁଛି, ଆଉ ଏହି କାରଣ ଯୋଗୁଁ ଆପଣମାନଙ୍କର 3000 ଟଙ୍କା ଭତ୍ତା ରାଶି ମିଳିବାକୁ ଯାଉଛି। ଯେହେତୁ ବର୍ତ୍ତମାନ ଦୁଇଟି ନିର୍ବାଚନ ମୁଣ୍ଡ ଉପରେ ଅଛି, ସରକାର ବହୁତ କଣ୍ଟ୍ରୋଭର୍ସିରେ ମଧ୍ୟ ବର୍ତ୍ତମାନ ଫସି ଯାଇଛନ୍ତି। ଆମର ସାରା ରାଜ୍ୟରେ ବିଭିନ୍ନ ଏରିଆ ମାନଙ୍କରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ପରିସ୍ଥିତି ହେଉ କିମ୍ବା ସେଠି ସମ୍ମିଳନୀ ଘଟଣା ହେଉ କିମ୍ବା ଏଠି ପାଠ୍ୟ ପୁସ୍ତକରେ ହଜାର ହଜାର ତ୍ରୁଟିକୁ ନେଇ ହେଉ, ବିଭିନ୍ନ ପ୍ରକାର ଅସମଞ୍ଜସ୍ୟରେ ସରକାର ବର୍ତ୍ତମାନ ଘେରି ହୋଇ ସମ୍ପୂର୍ଣ୍ଣ ବ୍ୟାକଫୁଟରେ ମଧ୍ୟ ଅଛନ୍ତି। ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିମଧ୍ୟରୁ କିଛି ପ୍ରତିଶ୍ରୁତି ବର୍ତ୍ତମାନ କ'ଣ ନା ପୂରଣ କରିପାରି ନାହାନ୍ତି। ସବୁଠୁ ବଡ଼ କଥା, ମୁଣ୍ଡ ଉପରେ ଯେହେତୁ ନିର୍ବାଚନ, ଆଉ ବର୍ତ୍ତମାନ କେନ୍ଦ୍ର ସରକାର ବି ବିଭିନ୍ନ ମୁଦ୍ଦାରେ ବର୍ତ୍ତମାନ ଫସିଛନ୍ତି। ରାମ ମନ୍ଦିର ଚାନ୍ଦା ଚୋରି ହେଉ କିମ୍ବା ଯେଉଁ ପେପର ଲିକ୍ ହେଉ, ଯେଉଁ ନ୍ୟୁଜ୍ ପେପର, ଠିକ୍ ଅଛି, ତ ସିବିଏସ୍ଇର ବିଭିନ୍ନ ପ୍ରକାର ତ୍ରୁଟି ମଧ୍ୟ ଦେଖାଯାଇଛି। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମଧ୍ୟ ବ୍ୟାକଫୁଟରେ ଅଛନ୍ତି। ଏଇ ଦୁଇ ଜଣ ବ୍ୟାକଫୁଟରେ ମଧ୍ୟ ଅଛନ୍ତି। ତ ଆଗକୁ ନିର୍ବାଚନ ଗୁଡ଼ିକ ମଧ୍ୟ ଆସୁଛି, ସେଠି ଆଗକୁ ଉତ୍ତରପ୍ରଦେଶ ନିର୍ବାଚନ ଅଛି ଏବଂ ଏଠି ପଞ୍ଚାୟତ ନିର୍ବାଚନ, ପୌର ନିର୍ବାଚନ ମଧ୍ୟ ଅଛି। ଏହା ମଧ୍ୟରେ ସବୁଠୁ ବଡ଼ କଥା କହିବା କଥା କି ଆମେ ମାନେ ଆଶା ରଖିଲେ ଯେ ନା କ'ଣ ନା ମିନିମମ୍ ପେନସନ୍ ଯାହାକି 3000 ଟଙ୍କା ହେବା କଥା, ତାହା ହେବ କି ନାହିଁ, ଯଦି ହେବ ତାହେଲେ କେବେ ସୁଦ୍ଧା ହେବ ଏବଂ କେବେ ଲାଗୁ ମଧ୍ୟ କରାଯିବ, ଠିକ୍ ଅଛି। ତେବେ କିଛି ବିଶେଷଜ୍ଞ ମାନଙ୍କ ଯାହା କିଛି ବିଶେଷ ସୂତ୍ରରୁ ସୂଚନା ମିଳୁଛି ଯେ ଏହା ପିଛିଲା ଭାବେ ଲାଗୁ କରାଯାଇପାରେ, କାରଣ ଯେହେତୁ କ'ଣ ନା ପେ କମିଶନ ମଧ୍ୟ ଲାଗୁ ହୋଇଯିବ ଆଉ ସରକାରୀ ଚାକିରିଆ ମାନଙ୍କୁ ବହୁତ ଟଙ୍କା ମିଳିବ ମଧ୍ୟ, ଆଉ ତା ସହିତ ଦରମା ବୃଦ୍ଧି ମଧ୍ୟ ହେବ। ତାହା ଜାନୁଆରୀ 2026ରୁ ଲାଗୁ ହେଲେ ପିଛିଲା ଭାବେ କ'ଣ ଲାଗୁ ହେବ, ଯାହା ବହୁତ ଟଙ୍କା ଏରିୟର ହିସାବରେ ପାଇବେ। ତେବେ ଏଠି ବାର୍ଦ୍ଧକ୍ୟ ଭତ୍ତା ହେଉ କିମ୍ବା ଦିବ୍ୟାଙ୍ଗ ଭତ୍ତା, ଏମାନଙ୍କୁ ସାମାଜିକ ସୁରକ୍ଷା ଆଇନ ଅଧୀନରେ ଭତ୍ତା ନିହାତି ଦରକାର ବୋଲି ସରକାର ପିଛିଲା ଭାବେ ଲାଗୁ କଲେ କ'ଣ ଅସୁବିଧା ଅଛି? ଯଦି ଭତ୍ତା ଟଙ୍କା 3000 କରିଦିଆଯାଉଛି ଏବଂ ପିଛିଲା ଭାବେ ଯଦି ଜାନୁଆରୀ 2026ରୁ କରିଦିଆଯାଏ, ତାହେଲେ ହୁଏତ କିଏ 12000 କିଏ 15000 ପାଇବେ। ଯଦି 6 ମାସ ଆଗରୁ ଲାଗୁ କରାଗଲା ତାହେଲେ 18000 ଟଙ୍କା ପାଇଯିବେ। ଯଦି 9 ମାସ ଆଗରୁ ଲାଗୁ ହୋଇଗଲା ତାହେଲେ କ'ଣ ନା 27000 ଟଙ୍କା ପାଇଯିବେ। ଠିକ୍ ଅଛି, ଆପଣମାନେ ଏତିକି ବୁଝିପାରିଲେ? ଠିକ୍ ଅଛି। ତେବେ ଦର୍ଶକ ଦେଖନ୍ତୁ, ଏମିତି କୌଣସି ବି ନିର୍ଦ୍ଦିଷ୍ଟ ତାରିଖ ଯଦି ଆସିନଥିଲେ ମଧ୍ୟ ଆଶା କରାଯାଉଛି ନା ଯେକୌଣସି ତାରିଖ ମାନେ ଯେକୌଣସି ମାସରେ ଆପଣମାନଙ୍କୁ ମିଳିପାରେ, କାହିଁକିନା ଆଗକୁ ଯେହେତୁ ଆସୁଛି ନା ଇଲେକ୍ସନ, ଆଉ ଇଲେକ୍ସନ ପୂର୍ବରୁ ହିଁ ସରକାର କ'ଣ କରିବେ ନା ଆପଣମାନଙ୍କର ଯେଉଁ ରହିଛି 3000 ଟଙ୍କା ଭତ୍ତା ରାଶି କରିଦେବେ। ଠିକ୍ ଅଛି, ଏଇ ମାସରେ ବି ହେଇପାରେ, ଠିକ୍ ଅଛି, ଏଇ ମାସ 16 ତାରିଖରେ ବି ହେଇପାରେ, ଆସନ୍ତା ମାସରେ ବି ହେଇପାରେ, ଠିକ୍ ଅଛି। ଏମିତି କିଛି ନିର୍ଦ୍ଦିଷ୍ଟ ସମୟ ବା ତାରିଖ ମଧ୍ୟ ଆସିନାହିଁ ବର୍ତ୍ତମାନ ପର୍ଯ୍ୟନ୍ତ, କିନ୍ତୁ ଆଶା କରାଯାଉଛି ଖୁବ୍ ଶୀଘ୍ର ଆପଣମାନଙ୍କର
जो रही 3000 टଙ୍କା भत्ता राशि से 3000 टଙ୍କା भत्ता राशि आसीज आपणकर जो रही जाइए आपण जो आगर पूर्व जो रही जाइए तो से गुड़िक सबू को एड कर मिसईकी कौन करेंगे सरकार आपण मानक देदेवे ठीक अच्छे जेहेतु आगु जहाँ प्रतिश्रुति देते बीजेपी सरकार ताहा आग को कौन ना पालन करने को जाउछंती कहीं पालन करेंगे ना जेहेतु कौन तांको मुंडरे वर्तमान अच्छी ना इलेक्शन दुईटी इलेक्शन आउ दुईटा प्रमुख दुईटा कौन ना प्रमुख इलेक्शन आउ प्रमुख इलेक्शन को सरकार कौन कर ना हाथ छड़ा करना ना आप देखु ना सरकार केतेबेले ना सेतेबेले एक्टिव थांती जेतेबेले तांको किछि फायदा थाए ठीक अछि सेमाने कोन बहुत माने कोन इलेक्शन आसले ही सेमाने कोन बहुत एक्टिव थांती आ आपण मानकर जो पूर्व जेते गुडी को योजना गुडी को लागू लागू करि नाहांती तो से गुडी को कोन करबे जदि आपण मानकर कोनोस भी पैसा पत्र जहाँ भी आपण मानकर योजना रे अटकी जाइए से गुडी को कोन सरकार प्रथमे मन पकांती आ से ठीक समय कोन कोन करती सरकार ना रिलीज कर दियती जहाँ फल से फायदा होता है ठीक अच्छे तो आपण जमी रही आपर जो 3000 टଙ୍କା भत्ता राशि ये भत्ता राशि गुड़ी को आपर अकाउंट को पठेदेवे देखो कहीं ना जेहेतु आग को आसुची इलेक्शन देखो ये इलेक्शन रे केवल वार्ड मेंबर की केवल माने जिला परिषद किंबा प्रार्थी मान जिला परिषद प्रार्थी ठीक अच्छे खाली खाली सरपंच भी नहीं हजार हजार वार्ड मेंबर हजार हजार सरपंच ता सहित हजार हजार जिला परिषद प्रार्थी माने मध्य कौन करेंगे ना यही इलेक्शन रे लड़े आउ जदि यही इलेक्शन रे लड़ाक हेले सरकार को कौन ना स्ट्रांगली लोक मान पाखे पहुँचबार अच्छी ठीक ना नहीं हाँ निहत भाव में तो जापे जदि सरकार जदि ठीक माने कौन माने जहाँ प्रतिश्रुति दे कौन सरकार केमती स्ट्रांगली माने पहुँचे ना जितेबले जो आगर जो प्रतिश्रुति देती आपण मानकर जहाँ भी रही योजना गुड़िक से योजना गुड़िक अटके प्रतिश्रुति देकी से जदि से प्रतिश्रुति कौन जदि पालन करेंगे ताहले जाइए से कौन ना इलेक्शन रे कौन जीति पारे नचेत कौन आपण मान जहाँ लोक मैंने कौन करेंगे ना निहत भाव में विरोध करेंगे आपण मैंने विरोध करेंगे ठीक ना नहीं तो से भूल आउ कौन ना बीजेपी सरकार आउ से भूल को करेंगे ना आपण मानकर जो अटकी जाइए जो भत्ता राशि आगर से भत्ता राशि देदेवे आपण मान जहाँ प्रतिश्रुति देते 3000 टଙ୍କା भत्ता राशि जो मैंने 60 वर्ष उदय होती से दिव्यांग हो कि विधवा हूँ जी भी होना कहीं से कौन ना आम 3000 टଙ୍କା भत्ता राशि देवु एमती कही ठीक अच्छे निर्वाचन पूर्व तो किंतु जितेबाला से बीजेपी सरकार गढ़ीगले ठीक माने गढ़ीगले सरकार हो गले तापर आप कथा भूलीगले ठीक ना नहीं तो देखु पुणी कौन ना आप तो प्रतिश्रुति से टाइम रे देदेले ठीक अच्छे नहीं तापर वर्तमान आसूची कौन आउ कि मास मध्य दुईटी प्रमुख निर्वाचन आउ निर्वाचन कारण जो आपण 3000 टଙ୍କା भत्ता राशि सरकार देवाक जाऊँच हाँ दर्शक बंधु जदि सरकार जदि ये भत्ता राशि जदि देवे ना बा जहाँ आगर प्रतिश्रुति देते से प्रतिश्रुति गुड़िक जदि पालन करेंगे ना ताहले निहत भाव में कौन विरोधी मान कौन विरोधी दल मान पाखक कौन भोट पलैज आ सरकार से भूल करेंगे ना